ତ ଆଜି ଆମର 10,000 ଟଙ୍କା ଲସ୍ ହେଲା ଗୋଟେ କାମରେ, କେବେ ଭାବିନଥିଲୁ ଏମିତି ଲସ୍ ହବ ବୋଲି। ତ ପୁରା ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ କ'ଣ ପାଇଁ ଲସ୍ ହେଇଛି ଏମିତିକି। ତ ଜୟ ଜଗନ୍ନାଥ। ଆଜି ଆସିଥିଲୁ ଏ ଭୋଲ୍ଟେଜର ଫ୍ରିଜ୍କୁ ଦେଖିବା ପାଇଁ, ୱେଷ୍ଟର୍ଣ୍ଣର ଫ୍ରିଜ୍। ତାକୁ ଆମେ କମ୍ପ୍ରେସର ପକାଇ ଗ୍ୟାସ୍ ଫିଲିଂ କରୁଥିଲୁ ଏବେ କିଛି ଦିନ ତଳେ, 10-15 ଦିନ ତଳେ କି ମାସେ ତଳେ। ଏଇଟା ପୁଣି ଥରେ କମ୍ପ୍ରେସର ଖରାପ ହେଇଯାଇଛି, ସେଥିପାଇଁ ଆମେ ନୂଆ କମ୍ପ୍ରେସର ନେଇ ଆସିଛୁ। ତାକୁ ଚେଞ୍ଜ କରିବୁ। କମ୍ପ୍ରେସର ଗ୍ୟାସ୍ ବି ନେଇ ଆସିଛୁ, ପୁରା ଗ୍ୟାସ୍ ଫିଲିଂ ହେବ। ଆଗରୁ ୱେଲ୍ଡିଂ ହେଇଥିଲା, ଦେଖିପାରୁଥିବେ ଲିକେଜ୍ ଥିଲା, ୱେଲ୍ଡିଂ ହେଇଥିଲା, କମ୍ପ୍ରେସର ଖରାପ ଥିଲା, କଣ୍ଡେନ୍ସର ବି ଲିକେଜ୍ ଥିଲା, ସବୁ ନୂଆ ପଡ଼ିଥିଲା। ତ ପୁଣି ଥରେ ଏମିତିକି କମ୍ପ୍ରେସର ଖରାପ ହେଇଯାଇଛି, ନୂଆ କମ୍ପ୍ରେସର ହାତରୁ ଦେବାକୁ ପଡ଼ୁଛି। ଚାଲ ପୁରୁଣା କମ୍ପ୍ରେସର ବାହାରକୁ କାଢ଼ିଦେଲୁ, ନୂଆ କମ୍ପ୍ରେସର ଫିଟିଂ କରିବୁ। ଦେଖିପାରୁଥିବେ ଭୋଲ୍ଟେଜର ସେମ୍ କମ୍ପ୍ରେସର ହିଁ, ତାକୁ ଆମେ ଫିଟିଂ କରିବା। ଚାଲ ଫିଟିଂ କରିବା ପୂର୍ବରୁ ଦେଖିପାରୁଥିବେ ସେଇଟା ୱେଲ୍ଡିଂ ଭିତରୁ ଥିଲା, ସେଇଟା ୱେଲ୍ଡିଂ ହେଇପାରିବନି, ସେଥିପାଇଁ ବାହାରେ ୱେଲ୍ଡିଂ ମାରିଦେଲି। ତାପରେ ବସିଲା ପରେ ଆଉ ଥରେ ୱେଲ୍ଡିଂ ମାରିବା। ତ ନୂଆ କମ୍ପ୍ରେସର ବସେଇଦେଲୁ, ଏରିଆ ୱେଲ୍ଡିଂ ମାରିଦେଲୁ, ସେକ୍ସନ୍। ଏବେ ଏନାରେ ବି ୱେଲ୍ଡିଂ ମାରିଦେଲି। ଏବେ ଗ୍ୟାସ୍ ଫିଲିଂ କରିବା। ଚାଲ ସେ ଫାଷ୍ଟ ବେକିଂ ବସେଇବା, ତାପରେ ଗ୍ୟାସ୍ ଦେବା। ବେକିଂ ଲଗାଇ ଦେଇଛି, ବେକିଂ ବସେଇବା, ଏବେ ଷ୍ଟାର୍ଟ କରିବା। ତା ପୂର୍ବରୁ ରିଲେ ପି ଲଗାଇଦେଲି, ସବୁ ନୂଆ ସେଟଅପ୍ କରିଦେଲି। ନୂଆ କମ୍ପ୍ରେସରରେ ନୂଆ ରିଲେ ପି ଆସୁଥିଲା, ସବୁ ଫିଟିଂ କରିଦେଲି। ବେକିଂ ବସେଇଛି, ପାଖାପାଖି ଅଧଘଣ୍ଟା ବେକିଂ ବସେଇବା, ତାପରେ ଗ୍ୟାସ୍ ଦେବା। ତ ବେକିଂ ହେଇଗଲା, ଗ୍ୟାସ୍ ଫିଲିଂ କରିବା। ଦେଖିପାରୁଥିବେ 290 କମ୍ପ୍ରେସର, 290 ଗ୍ୟାସ୍ ଲାଗିବ। ତ ପୁରା ଷ୍ଟାର୍ଟ କରିଦେଲି ଏବେ ଏସିକୁ, ସରି ଫ୍ରିଜ୍କୁ ଷ୍ଟାର୍ଟ କରିଦେଲି। 1.5 ଏମ୍ପିୟର ଚାଲିଛି। ଏବେ ଗ୍ୟାସ୍ ଦେବା, ମିଟର ମାଇନସ୍ ଅଛି, ପୁରା ଗ୍ୟାସ୍ ଦେବା। ପୁରା ଗ୍ୟାସ୍ ଫିଲିଂ କମ୍ପ୍ଲିଟ୍ ହେଇଗଲା, ମିଟର ପଳେଇ ଆସିଲେ 30କୁ। ଏବେ କୁଲିଂ ଯାଇ ଚେକ୍ କରିବା, କୁଲିଂ କୋଉ ଭଳିଆ ହେଉଛି। ଆର କୁଲିଂ ଷ୍ଟାର୍ଟ ହେଇଗଲାଣି, ଦେଖିପାରୁଥିବେ କୁଲିଂ ଆସିଗଲାଣି। ତମ ସବୁ କାମ ସରିଲା। ଏ କାମରେ ଆମେ 10,000-12,000 ଲସ୍ ହେଲା ଉଲ୍ଟା। ଚଳିବ, ବିଜନେସ୍ରେ ଏଇଭଳିଆ ହେଉଛି। ତ ପୁଣି ଥରେ ଦେଖିବା ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ। ଆଶା କରୁଥିବେ ଆପଣଙ୍କୁ ଭିଡ଼ିଓ ଭଲ ଲାଗିବ। ଭଲ ଲାଗିଲେ ନିଶ୍ଚୟ ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ। ଦେଖିପାରୁଥିବେ କଣ୍ଡେନ୍ସର ବି ହିଟ୍ ଆସିଲାଣି, ଠିକ୍ ଅଛି କଣ୍ଡେନ୍ସର, କୁଲିଂ କିଟ୍ ଆସିଲାଣି। ଓକେ, ରହିଲି, ପୁଣି ଥରେ ଦେଖା ହେବା ନେକ୍ସଟ ଭିଡ଼ିଓରେ।